କାଦୁଅ ପଛ ପଛ ହରିଡ଼ାପାଳ ଗ୍ରାମ ରାସ୍ତା। ଗ୍ରାମାଞ୍ଚଳର ରାସ୍ତା ନିର୍ମାଣ ପାଇଁ ସରକାର ପ୍ରଚୁର ଅନୁଦାନ ପ୍ରଦାନ କରୁଛନ୍ତି। ତୃଣମୂଳ ସ୍ତରରେ ଏହାର ସଠିକ୍ ବିନିଯୋଗ ହୋଇପାରୁନାହିଁ। ଏଭଳି ବାରମ୍ବାର ଅଭିଯୋଗ ହେଉଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡ଼ାପାଳ ପଞ୍ଚାୟତରେ ରାସ୍ତା କାଦୁଅ ପଛ ପଛ ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏନେଇ ଦୃଷ୍ଟି ଦିଆଯାଉନାହିଁ। ସୂଚନା ଅନୁସାରେ ହରିଡ଼ାପାଳ ପଞ୍ଚାୟତ ଟୋଲମ୍ପଡ଼ା ଗ୍ରାମର ପଙ୍କଡ ବାବା ମଠଠାରୁ ଟିକର ସାହି ଗ୍ରାମ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଉପରେ 1500ରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରୁଛନ୍ତି। 20 ବର୍ଷ ମଧ୍ୟରେ ରାସ୍ତାରେ ମୁଠାଏ ମାଟି ପଡ଼ି ମଧ୍ୟ ନାହିଁ। ରାସ୍ତା ଉପରେ ବଡ଼ ବଡ଼ ଖାଲ ହୋଇଥିବାରୁ ଯାତାୟାତରେ ବହୁ ସମସ୍ୟା ହେଉଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି କାଦୁଅ ପଛ ପଛ ହେଉଛି। ଡିସେମ୍ବର 8 ତାରିଖରେ ଗ୍ରାମର ଜନସାଧାରଣ ଏନେଇ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବର୍ଷା ଋତୁ ଆରମ୍ଭ ପୂର୍ବରୁ ରାସ୍ତା ନିର୍ମାଣ କରିବାକୁ ଟୋଲମ୍ପଡ଼ା ଗ୍ରାମର ବଳଭଦ୍ର ସାହୁ, ହିମାଂଶୁ ସାହୁ, ସିନ୍ଧୁହାସ ସାହୁ, କାଳନ୍ଦୀ ଓଝା, ଚିନ୍ମୟ ସାହୁ, ମଳୟ ସାହୁ, ଟୁଟୁ ସାହୁ, ଜିତେନ୍ଦ୍ର ବାରିକ, ପପୁ ସାହୁ, କହରା ସାହୁ, ବାପି ସାହୁ, କାଳନ୍ଦୀ ଖୁଣ୍ଟିଆ, ଅତୁଲ ସାହୁ, କ୍ଷୀରୋଦ ସାହୁ, ତ୍ରିଲୋଚନ ସାହୁ, ସିପୁନ ସାହୁ ଏବଂ ପିଣ୍ଟୁ ସାହୁ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି। କେନ୍ଦୁଝର ଆନନ୍ଦପୁରରୁ ସତ୍ୟଦାସଙ୍କ ରିପୋର୍ଟ, OTN TV। OTN TV, ଖବର ନୁହେଁ ବିଶ୍ୱାସର ସ୍ୱର।